कर्णाटक राज्यରୁ ନିଆଯାଇଥିବା ଗୁପଚୁପ୍ ନମୁନାରୁ ପ୍ରାୟ 22% ନମୁନାରେ କର୍କଟ ରୋଗ ସୃଷ୍ଟି କରୁଥିବା ତତ୍ତ୍ୱ ମିଳିଛି। ଏହି ଘଟଣା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କବାବ, କୋବି ମଞ୍ଚୁରିଆନ୍ ଓ କିଛି ସ୍ୱତନ୍ତ୍ର ମିଠାରେ ଅପ୍ରାକୃତିକ ରଙ୍ଗ ବ୍ୟବହାରରେ ବ୍ୟାନ୍ ଲଗାଯିବାର କିଛି ଦିନ ପରେ ସାମ୍ନାକୁ ଆସିଥିଲା। ନିକଟରେ ଏଫ୍ଏସ୍ଏସ୍ଆଇ ଗୁପଚୁପ୍ ଠେଲା ଓ କିଛି ପ୍ରସିଦ୍ଧ ଭୋଜନାଳୟରୁ ନମୁନା ପରୀକ୍ଷା କରିଥିଲା। କର୍ଣ୍ଣାଟକର 79ଟି ସ୍ଥାନରୁ ଗୁପଚୁପ୍ର ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ 41 ନମୁନା ଅସୁରକ୍ଷିତ ମିଳିଥିଲା। ଏଥିରେ ଅପ୍ରାକୃତିକ ରଙ୍ଗ ଓ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ମଧ୍ୟ ମିଳିଥିଲା। ଅନ୍ୟ 18ଟି ନମୁନା ଖରାପ ମାନ ଓ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡ଼ିଥିଲା। ଏଫ୍ଏସ୍ଏସ୍ଆଇକୁ ଅନେକ ଅଭିଯୋଗ ମିଳିବା ପରେ ଗୁପଚୁପ୍ର ମାନ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗୁପଚୁପ୍ ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବାରୁ ଏହାର ମାନ ନେଇ ଅନେକ ଅଭିଯୋଗ ମିଳିଥିଲା। ଏହାପରେ କର୍ଣ୍ଣାଟକରୁ ସମସ୍ତ ପ୍ରକାର ଦୋକାନ, ରାସ୍ତା କଡ଼ରେ ବିକ୍ରି ହେଉଥିବା ଭୋଜନାଳୟ, ପ୍ରସିଦ୍ଧ ରେସ୍ତୋରାଁରୁ ମଧ୍ୟ ଗୁପଚୁପ୍ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଏହି ଅପ୍ରାକୃତିକ ରଙ୍ଗ ସେବନ କରିବା ଦ୍ୱାରା ପେଟ ଖରାପ ହେବା ସହ ହୃଦୟଜନିତ ଓ ଅନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ। କିଛି ଖାଦ୍ୟ ବ୍ରୁକପ୍ ଖରାପ କରିବାର କାରଣ ପାଲଟିଥାଏ। ଏସବୁ ଜିନିଷ ଖାଦ୍ୟରେ ବ୍ୟବହାର କରାଯିବାର କୌଣସି ଆବଶ୍ୟକତା ନାହିଁ, କେବଳ ଖାଦ୍ୟକୁ ଆକର୍ଷଣୀୟ କରିଥାଏ। ଏଫ୍ଏସ୍ଏସ୍ଆଇ କର୍ଣ୍ଣାଟକର 200ରୁ ଅଧିକ ବସ୍ଷ୍ଟାଣ୍ଡରୁ 700ରୁ ଅଧିକ ଦୋକାନର ଯାଞ୍ଚ କରିଥିଲେ।